ଆଜିର ମୁଖ୍ୟ ସମାଚାର। କାରରୁ 90 କେଜି ଗଞ୍ଜେଇ ଜବତ। ଲମତାପୁଟ କାରରୁ 90 କେଜି ଗଞ୍ଜେଇ ଜବତ। କଡ୍ରେଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ। ଚଢ଼ାଉ ବେଳେ କାର ଛାଡ଼ି ଚମ୍ପଟ ମାରିଲେ ଗଞ୍ଜେଇ ମାଫିଆ। ସୂଚନା ଅନୁସାରେ ଆନ୍ଧ୍ରରୁ ଜୟପୁରକୁ ଚାଲାଣ କରୁଥିବା ବେଳେ ଚଢ଼ାଉ କରିଥିଲା ପୋଲିସ। ବିଦ୍ୟୁତ ଆଘାତରେ ମହିଳାଙ୍କର ମୃତ୍ୟୁ। ବେନିକା ଥାନା ରୋହିଲା ଗାଁରେ ଅଭାବନୀୟ ଘଟଣା। ସୂଚନା ଅନୁସାରେ ମାଣବସା ପାଇଁ ଘର ଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ଘଟିଛି। ଭଦ୍ରକରେ ନିଆଁ ଲାଗି ଜଳିଗଲା 15ଟି ଦୋକାନ। ବାସୁଦେବପୁର ଇରମ ପଞ୍ଚାୟତ ରଥପଦା ମାର୍କେଟରେ ଅଗ୍ନିକାଣ୍ଡ। ସୂଚନା ଅନୁସାରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ସମସ୍ତ ଦୋକାନ ସାମଗ୍ରୀ ପୋଡ଼ି ନଷ୍ଟ। ଯାଜପୁର ଜିଲ୍ଲା ବିଞ୍ଝାରପୁରର ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ପିହୁର ମା। ପିହୁକୁ ଖୋଜି ଆଣିବା ଦାବିରେ ଅନଶନରେ ବସିଲେ। ସୂଚନା ଅନୁସାରେ 2020 ଅଗଷ୍ଟରୁ ନିଖୋଜ ଅଛି କୁନି ଝିଅ। ବାହାରିଲା ନବମ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ। ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହେବ। ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହେବ ଏବଂ 11ଟାରେ ସରିବ। ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର 2 ଘଣ୍ଟା ପୂର୍ବରୁ ଅର୍ଥାତ୍ 7ଟାରୁ 9ଟା ମଧ୍ୟରେ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନଲୋଡ୍ କରିବେ। ପରେ ଏହାର ଜେରକ୍ସ ବା ପ୍ରିଣ୍ଟଆଉଟ୍ ବାହାର କରି ପରୀକ୍ଷା କରିବେ। ପରୀକ୍ଷା କାର୍ଯ୍ୟସୂଚୀ। ମାର୍ଚ୍ଚ 6 ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ। ମାର୍ଚ୍ଚ 7 ତାରିଖ ଦିନ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ। ମାର୍ଚ୍ଚ 9 ତାରିଖରେ ବିଜ୍ଞାନ। ମାର୍ଚ୍ଚ 11 ତାରିଖରେ ଗଣିତ। ମାର୍ଚ୍ଚ 12 ତାରିଖରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ 13 ତାରିଖରେ ପ୍ରଥମ ଭାଷା ଓଡ଼ିଆ। ଆଜି କୋରାପୁଟରେ ଗଡ଼ିବ 48 ଲକ୍ଷ୍ମୀ ବସ୍। ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେବୃଆରୀ 20ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏଣିକି ଆଉ 2ଟି ସमेଟିଭ୍ ନୁହେଁ, ଗୋଟିଏ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମାର୍ଚ୍ଚ 15ରୁ ମାଟ୍ରିକ ଖାତା ଦେଖାହେବ ଆରମ୍ଭ। ପ୍ରଥମ ଥର ପାଇଁ ଏଆଇ ମାଧ୍ୟମରେ ହେବ ମାଟ୍ରିକ ପରୀକ୍ଷା ୱେବକାଷ୍ଟିଂ। ଷ୍ଟ୍ରଙ୍ଗ ରୁମ୍ ଡିଇଓ ଅଫିସ। ପରୀକ୍ଷା ହଲରେ ଲାଗିବ ଏଆଇ କ୍ୟାମେରା। ଏଆଇ କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମ୍ରେ 7-8 ଜଣ ରହିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଘୁଞ୍ଚାଇଲେ ଟେବୁଲ। ଠିକ୍ କଲେ ଗଭର୍ଣ୍ଣରଙ୍କ ମାଇକ୍। ଭିଡ଼ିଓ ହେଲା ଭାଇରାଲ। ରାଜ୍ୟରେ ଲକ୍ଷ୍ମୀ ବସ୍ରେ ଯାତାୟାତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହେଲା ୟୁପିଆଇ କ୍ୟୁଆର୍ କୋଡ୍ ବ୍ୟବସ୍ଥା। ଏଣିକି ଯାତ୍ରୀମାନେ ସୁବିଧାରେ କ୍ୟୁଆର୍ କୋଡ୍ ସ୍କାନ୍ କରି ଟଙ୍କା ଦେଇପାରିବେ। ଶ୍ରୀମନ୍ଦିରରେ 3 ଦିନ ଧରି ଚାଲିଥିବା ଦେବ ଦୀପାବଳି ନୀତି ହେଲା ଶେଷ। ଆଜି ଶୁକ୍ଳ ପ୍ରତିପଦ ତିଥିରେ ବି ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପୁରୀ ଆଗମନର 102 ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଜାନୁଆରୀ 14 ତାରିଖରେ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହେବ। ସଂସଦ ଭବନରେ ସୁରକ୍ଷା ଭଙ୍ଗ ନେଇ ବିରୋଧୀ ଦଳମାନେ ଏନ୍ଡିଏ ସରକାରକୁ କଲେ ଟାର୍ଗେଟ। ଲୋକସଭାରେ 2 ଅନୁପ୍ରବେଶକାରୀଙ୍କ ଗ୍ୟାସ୍ ସ୍ପ୍ରେ ଘଟଣାରେ 1 ଘଣ୍ଟା ଧରି କାର୍ଯ୍ୟ ବାଧାପ୍ରାପ୍ତ ହେଲା। 40 ବର୍ଷ ବୟସ ପରେ ଆଣ୍ଟିବାୟୋଟିକ୍ ମେଡିସିନ ନେଉଥିଲେ ହୋଇଯାଆନ୍ତୁ ସାବଧାନ। 48% ବଢ଼ିପାରେ ପେଟ ସମସ୍ୟା। ନ୍ୟୁୟର୍କ ୟୁନିଭର୍ସିଟିର ଗବେଷକମାନେ ପ୍ରାୟ 81 ଲକ୍ଷ ଡେନିଶ ଲୋକଙ୍କ ସ୍ୱାସ୍ଥ୍ୟ ତଥ୍ୟ ବିଶ୍ଳେଷଣ କରି ରିପୋର୍ଟରେ କଲେ ବଡ଼ ଖୁଲାସା। ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ତଥା ଅନଲାଇନ୍ ଆପ୍ର ମାଲିକ ରବି ଉପଲ ଦୁବାଇରୁ ହେଲା ଗିରଫ। ଆଇଟି ନିୟମ 2000 ଧାରା 69A ଅନୁସାରେ ଦେଶରେ 581 ଆପ୍କୁ କରାଗଲା ନିଷିଦ୍ଧ। ସେଥିରୁ 174ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ 87ଟି ହେଉଛି ଋଣ ଆପ୍। ୟୁପିର କୃଷ୍ଣ ଜନ୍ମଭୂମିରେ ଆଡଭୋକେଟ୍ ସର୍ଭେ ମାମଲାର ଆଜି ଆସିବ ରାୟ। ଆହ୍ଲାବାଦ ହାଇକୋର୍ଟରେ ପ୍ରକାଶ ପାଇବ ଏହି ରାୟ। ମୁମ୍ବାଇରେ ନଷ୍ଟ କରାଗଲା 410 କୋଟି ଟଙ୍କାର ନିଶାଦ୍ରବ୍ୟ। ବେଙ୍ଗାଲୁରୁରେ ବିଦେଶୀ ନାଗରିକଙ୍କଠାରୁ 21 କୋଟିର ଡ୍ରଗ୍ସ ହେଲା ଜବତ। ମଧ୍ୟପ୍ରଦେଶରେ ଏଣିକି ମନ୍ଦିର କିମ୍ବା ମସଜିଦରେ ଅବା ରାଜ୍ୟର କୌଣସି ସାର୍ବଜନିକ ସ୍ଥାନରେ ଲାଉଡ୍ ସ୍ପିକର ବ୍ୟବହାର ହୋଇପାରିବ ନାହିଁ। ପ୍ରତିବନ୍ଧକ ଲଗାଇବା ଭଳି ଏକ ବଡ଼ ନିର୍ଦ୍ଦେଶ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ଆସନ୍ତା ବର୍ଷ ଫେବୃଆରୀରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ଏକାଠି ଲଢ଼ିବେ ନୱାଜଙ୍କ ଦଳ। JUIF ଏବଂ PMLN। ୟୁଗଭ୍ ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡ଼ିଲା ଯେ 70% ବ୍ରିଟିଶ ନାଗରିକ ଋଷି ସନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁନାହାନ୍ତି। ଏହା ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ସର୍ବନିମ୍ନ ସ୍କୋର। ଆଜି ଇଣ୍ଡିଆ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି20 3 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା 1-0ରେ ଅଗ୍ରଣୀ ରହିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମି ଡିସେମ୍ବର 19ରେ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ରାଣ୍ଡ ମୂଲ୍ୟ ସର୍ବାଧିକ 725 କୋଟି ରହିଛି। ଇତିହାସ ରଚିଲେ ପୂର୍ବତନ ଟେନିସ୍ ଷ୍ଟାର ଲିଆଣ୍ଡର ପେସ୍ ଓ ଅମୃତ ରାଜ। ସନ୍ନ୍ୟାସ ନେବା ପରେ ବି ପ୍ରଥମ ଏସୀୟ ପୁରୁଷ ଭାବରେ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇ କଲେ ଏହି ରେକର୍ଡ। ନମସ୍କାର। ଆଜିର ମୁଖ୍ୟ ସମାଚାରକୁ ଏଇଠି ସମାପ୍ତ କରୁଛି। ଧନ୍ୟବାଦ।